ମୁଁ ହେଲି ଈଶ୍ୱରୀ ଆର୍ଟ୍ସ ରାୟଗଡ଼ା। କ'ଣ କହିବେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଅଛନ୍ତି, କ'ଣ କ'ଣ ଚିତ୍ରକଳା ବର୍ତ୍ତମାନ ଆଙ୍କିଛନ୍ତି କ'ଣ କହିବେ? ବର୍ତ୍ତମାନ ପ୍ରାୟତଃ ସରିଗଲାଣି, ଖାଲି ରାକ୍ଷସ ପଟା ଗୋଟେ ଅଛି, ସେଇଟା ସମ୍ପୂର୍ଣ୍ଣ ହେଇଗଲେ ସେଇଟା ରଥକୁ ପଳେଇବ। ବର୍ତ୍ତମାନ ରଥ କାମଟି ଚାଲିଛି, ଡିଜାଇନ୍ କାମ। କ'ଣ କ'ଣ ସବୁ ଚିତ୍ର ଅଙ୍କା ହେଉଛି ପାର୍ଶ୍ୱ ଦେବାଦେବୀ ବର୍ତ୍ତମାନ ହେଇଯାଇଛି। ସବୁ ଗୋଟେ ଗୋଟେ ରଥକୁ 9ଟି ଲେଖାଏଁ ପାର୍ଶ୍ୱ ଦେବତା ଲାଗିବ। ଆଉ ତାଙ୍କର ଯେଉଁ ଉପରେ ଧ୍ୱଜ ଉପରେ ଯେଉଁ ଶୁଆ ଲାଗୁଛି 6ଟା, ସେଯାକ ସବୁ ହେଇଯାଇଛି। ଆଉ ଆମର ଗରୁଡ଼ ଏବଂ ଆମର ଯେଉଁ ସାରଥୀ ଗୋଷେଇ ଆଉ ଘୋଡ଼ା କାମ ପ୍ରାୟ ଚାଲିଛି ଏବେ ଟିକେ। କଣ୍ଢେଇ ଯାକ ସବୁ ହେଇଯାଇଛି, ଆଉ ରାକ୍ଷସ ପଟା ଗୋଟେ ରହିଯାଇଛି। ଆଉ କେତେ ଚିତ୍ରକଳା ଲାଗିଛନ୍ତି ମହାପ୍ରଭୁଙ୍କ ସେବାରେ, କେତେ ବର୍ଷ ଧରି କରୁଛନ୍ତି? ଆମର ହେଇଗଲାଣି 8-9 ବର୍ଷ ହେଲାଣି, ଆଉ ସବୁ ଯେଉଁ 6 ଜଣ ଆମେ ଲାଗିଛୁ। କେତେ ଖୁସି ଅଛନ୍ତି ମହାପ୍ରଭୁଙ୍କ ସେବାରେ ନିୟୋଜିତ? ଆମେ ଯେକୌଣସି କାମ ଥିଲେ ବି ବନ୍ଦ କରିକି ରଥ କାମକୁ ପଳେଇ ଆସୁଛୁ। ଏଇଟା ତ ଭାଗ୍ୟର କଥା, ଏଇଠି ଆମକୁ ଏଠି କାମ ମିଳୁଛି ଜଗନ୍ନାଥଙ୍କ କରିବେ। ଠାକୁରଙ୍କର ଅନୁଭୂତି କ'ଣ କାମ କରିବା? ଅନୁଭୂତି କହିଲେ ଏମିତି କେତେ ସମୟରେ ଗୋଟେ ସମୟରେ ଯେଉଁ ଅସୁବିଧା ଆମେ ଯେତିକି ଭୋଗିଛୁ, ସେ ସମୟରେ ଗୋଟେ ଦିନ ପୂର୍ବରୁ ବୋଲେ ବଳଦେବଙ୍କ ରଥ 4 ଦିନ ଥିଲା, ହେଇନଥିଲା। ଆମେ ଯାଇକି ଆମର ଯେ ରଥ କାରିଗର ଅଛନ୍ତି ତାଙ୍କର ମୋର 2 ଜଣ ଯାଇକି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲୁ, କେମିତି ଯଥାଶୀଘ୍ର ରଥଟା ସରିଯାଉ। 2 ଦିନ ପୂର୍ବରୁ ସେ ରଥ କାମଟା ସରିଯାଇଥିଲା। ଜୟ ଜଗନ୍ନାଥ। ସମଗ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମୋ ନାଁ ହେଲା ଲୋକନାଥ ଖଣ୍ଡପାତ୍ର ରଙ୍ଗତୁଳିକାର। ଆମର ପାଲାଖମୁଣ୍ଡି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଏଠାରେ କାର୍ଯ୍ୟରେ ନିୟୋଜିତ ଅଛି। ବର୍ତ୍ତମାନ କ'ଣ କ'ଣ ଚିତ୍ର ଆଙ୍କିଛନ୍ତି, କେତେ ଦୂରରେ ପହଞ୍ଚିଲା କାମ? ବର୍ତ୍ତମାନ କାମ ଶେଷ ହେବାକୁ ଯାଉଛି। ରଥ କାମର କିଛି କାମ ବାକି ଅଛି, ଆଉ ଆମର ପାର୍ଶ୍ୱ ଦେବତା କାମ ସରିଲାଣି। ଛୋଟ ପକ୍ଷୀ ଘୋଡ଼ା ଆଉ ଆମ କୁଣ୍ଡେଇ କାମ ସବୁ ସରିଲାଣି। ପାର୍ଶ୍ୱ ଦେବାଦେବୀଙ୍କର କାମ ରହିଛି, ଅଳ୍ପ କିଛି ଅଛି। 10 ଅବତାର କାମ। ତାପରେ ଠାକୁରଙ୍କର ଯେଉଁ ଅବତାର ଯେଉଁଟାକି ଆମର ଠାକୁରଙ୍କ ପାଖରେ ଲାଗୁଛି, ସେଟା କାମ ବି ଅଛି। କେତେ କାରିଗର ନିୟୋଜିତ ଅଛନ୍ତି? କାମ 10-12 ଜଣ କାରିଗର ଅଛୁ। କେବେ ସୁଦ୍ଧା ହେବ ସରିବ? ଆଉ ବର୍ତ୍ତମାନ 3 ଦିନ ପରେ ସରିଯିବ। କେତେ ଖୁସି ଅଛନ୍ତି ଠାକୁରଙ୍କ? ବହୁତ ଖୁସି ଅଛି ଠାକୁରଙ୍କର କାର୍ଯ୍ୟରେ ପ୍ରତ୍ୟେକ ବର୍ଷ ନିୟୋଜିତ ଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଓକେ, ଅନୁଭୂତି କ'ଣ? ଅନୁଭୂତି କହିଲେ କାଳିଆ ସାଆନ୍ତ ତ ଆମ ବିଶ୍ୱର ସମସ୍ତଙ୍କର ଠାକୁର ସେ। ତ ଆମେ ଛୋଟରୁ ଶୁଣି ଆସୁଛୁ, ବାପା ଘରରୁ ଶୁଣି ଆସୁଛୁ। କାଳିଆ ସାଆନ୍ତଙ୍କ ସେବାରେ ବି ଆମକୁ ଏମିତି ଫେରିଲେ ବି ଆମକୁ କଷ୍ଟ ଲାଗେନି। ଓକେ।